କେବେ ଭାବିନଥିଲି ମୋର 4 ବର୍ଷର ଝିଅ ଏତେ ଛୋଟ ଆଉ ଏତେ ମିଠା ଏମିତି ବି ଦିନ ଆଣିଦେବ। ପ୍ରଥମ ଥର ପାଇଁ ସେ ନିଜ ହାତରେ କ'ଣ କରିଛି ଆପଣମାନଙ୍କୁ ମୁଁ ଦେଖାଉଛି। ସନ୍ଧ୍ୟାବେଳେ ଯେତେବେଳେ ତା ଡାଡି ମାର୍କେଟରୁ ଆସିଲେ ଛତୁ ନେଇ, ସେ ଧାଇଁଗଲା ତା ଡାଡିଙ୍କ ହାତରୁ ସେଇ ଛତୁ ଜରିଟା ଧରିକି ଆସିଲା। କହିଲା, ମାମା ମାମା ଇଏ କ'ଣ? ମୁଁ କହିଲି ଛତୁ। ସେ କହିଲା, ୟାକୁ କ'ଣ କରନ୍ତି? ମୁଁ କହିଲି, ୟାକୁ ରୋଷେଇ କରନ୍ତି। ମୁଁ ତାକୁ ବାଛିବାକୁ ଯେତେବେଳେ ବସିଲି, ସିଏ ଦେଖି କହିଲା, ମାମା ମୁଁ ବାଛିବି। ମୁଁ କହିଲି, ହଉ ଠିକ୍ ଅଛି। ତା ଖୁସି ଦେଖି ତାକୁ ମନା କଲିନି। ତା ପାଖରେ ବସିଲି, ତାକୁ ଗୋଟେ କହିଦେଲି। ତାପରେ ସେ ମୋତେ ଆଉ ଜମା ଦେଲାନି, ଜିଦି କଲା, ନା ମୁଁ ସବୁ ବାଛିବି। ମୁଁ କହିଲି, ହଉ ଠିକ୍ ଅଛି, ଧନ ବାଛେ। ମୁଁ ତା ପାଖରେ ବସିଲି, ସେ ସବୁ ଗୋଟା ଗୋଟା କରି ବାଛିଲା। ବାଛି ସାରିଲା ପରେ ହଳଦୀ ପାଣିରେ ପକେଇଥିବା ସେ ଛତୁକୁ ମୁଁ ଭଲ ଭାବରେ ଚିପୁଡ଼ି ଦେଇଥିଲି। ମୁଁ ଗଲି ରୋଷେଇ କରିବାକୁ, କିନ୍ତୁ ସେ ମୋତେ ଦେଲାନି। ମୁଁ ତାକୁ ବେସର ବାଟିକି ଦେଇଥିଲି। କିନ୍ତୁ ବେସରରେ ସୋରିଷ, ଜିରା, ଧନିଆ, ଲଙ୍କା, ରସୁଣ ସବୁ ପକେଇକି ମୁଁ ବାଟି ଦେଇଥିଲି। ପାଖରେ ସବୁ ରଖିଦେଇଥିଲି। ସେ କହିଲା, ମାମା ମୁଁ ସବୁ ପକେଇବି, ତମେ କିଛି ପକେଇବନି। ମୁଁ କହିଲି, ହଉ ଠିକ୍ ଅଛି। ସେଇ ଛତୁରେ ଏଇ ବେସର ପକେଇଲା, ଲୁଣ, ହଳଦୀ, କାଟିକି ରଖିଥିବା ପିଆଜ, କଞ୍ଚା ଲଙ୍କା ଆଉ ସୋରିଷ ତେଲ ପକେଇ ଗୋଳେଇ ଦେଲା। ତା କୁନି କୁନି ହାତରେ ସେ ସବୁ ଗୋଳଉଥାଏ, ମୁଁ ଦେଖୁଥାଏ। ପୁଣି ଯେତେବେଳେ ଗୋଳେଇ ସାରିଲା, ସେତେବେଳେ କହିଲା, ମାମା ମୁଁ ବି ରାନ୍ଧିବି, ତମେ ରାନ୍ଧିବନି। ମୁଁ କହିଲି, ହଉ ଠିକ୍ ଅଛି। ମୋତେ ଡର ଲାଗୁଥାଏ, କାଳେ ତା ହାତରେ ଫୋଟକା ହେଇଯିବ କି? କିନ୍ତୁ ସେ ଜମା ଡରୁ ନଥିଲା। ତା ପାଖରେ ମୁଁ ଠିଆ ହେଇଥାଏ, ତା ଗ୍ୟାସକୁ ହାତ ପାଉନଥାଏ। ଗୋଟେ ଗଲା ନିଜେ ଚେୟାରକୁ ଟାଣି ଆଣିଲା। ସେ ଚେୟାରରେ ଠିଆ ହେଇ ସେ ଛତୁକୁ ପକେଇଲା। ଆଉ ରୋଷେଇ ଯେତେବେଳେ ସରିଲା, ସେତେବେଳେ ତା ଡାଡିକୁ ଡାକିଲା, ଡାଡି ଡାଡି ଆସ ଖାଇବ। ମୋ ଝିଅ ହସି ହସି ଡାଡିକୁ କହୁଥାଏ, ଡାଡି ଡାଡି ଏଇଟା ମୁଁ ରୋଷେଇ କରିଛି, ଖାଅ କେମିତି ଲାଗୁଛି। ନିଜ କୁନି କୁନି ହାତରେ ଛୋଟ ରୁଟି ଖଣ୍ଡେ ତା ହାତରେ ଯେତିକି ଯାଉଥାଏ ସେତିକି ସେ ଛତୁ ତରକାରୀକୁ ଧରି ତା ଡାଡିକୁ ଖୁଆଇଦେଲା। ତା ଡାଡି ପ୍ରଥମ ଥର ପାଇଁ ସେ ରୋଷେଇ କରିଥିଲା। ଦେଖି ତାଙ୍କୁ ମଧ୍ୟ ସେ କ'ଣ କହିବି ଭାବି ପାରିନଥିଲେ। ଏତେ ଛୋଟ ଝିଅଟା, ସେ ମଧ୍ୟ ତାଙ୍କ କୁନି କୁନି ହାତରେ ତାକୁ ଥରେ ଖୁଆଇ ଦେଇଥିଲେ। ତାଙ୍କ ଆନନ୍ଦ ଦେଖି ମୋତେ ଲାଗିଲା, ଯେଉଁଠି ଖାଦ୍ୟ ଥିଲା ପ୍ରେମ ଆଉ ଗର୍ବ, ସ୍ନେହର ଘୋଳି ହୋଇ ରହିଥିବା ଏକ ଅପୂର୍ବ ସମ୍ପର୍କ। ମୋ ଝିଅ ମୋ ଜୀବନର ଗର୍ବ ଏବଂ ଏହି ପ୍ରଥମ ରୋଷେଇ ମୋ ପାଇଁ ଅମୂଲ୍ୟ ଉପହାର।